ଚାଷକୁ ନେଇ ଚିନ୍ତାରେ ଚାଷୀ ଗତକାଲି ଠାରୁ ବର୍ଷା ଲାଗି ରହିଛି। ପାଚିଲା ଧାନ ଓଦା ସରସର ହୋଇ ବିଲରେ ଗଡୁଛି। ତେବେ ଅଦିନିଆ ବର୍ଷା ପାଇଁ ଚାଷୀ ଧାନ କାଟି ପାରିନଥିବା ବେଳେ ବର୍ଷ ଯାକର ପରିଶ୍ରମ ମାଟିରେ ଲୁଟିଛି। ଭଦ୍ରକ ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତରେ ଧାନ ଚାଷ କରିଥିବା ଚାଷୀ ଏବେ ଅଧିକ ଚିନ୍ତାରେ। ଅଧିକ ଆଲୋଚନା କରିଛନ୍ତି ସେମାନଙ୍କ ସହିତ ଆମ ପ୍ରତିନିଧି ପାର୍ଥସାରଥୀ ନାୟକ। ଗତ 2 ଦିନ ଧରି ଯେପରି ପାଗ ରହିଛି ତାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି। ସକାଳୁ ଯେପରି ବର୍ଷା ଜାରି ରହିଛି ଦେଖିପାରୁଥିବେ। ଆମେ ବର୍ତ୍ତମାନ ବିଲରେ ଅଛୁ। ବିଲରେ ବର୍ତ୍ତମାନ ଯୋଉ କଟା ଧାନ ବର୍ତ୍ତମାନ ବିଲରେ ପଡିକି ରହିଛି ସେଥିରୁ କଣ ଅମଳ ହବ ତାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି। କାହିଁକିନା ବର୍ଷକର ପରିଶ୍ରମ ଏକ ପ୍ରକାର ବର୍ତ୍ତମାନ ପାଣିରେ ମିଶି ଯାଇଛି। ସେ ଆଶା କରୁଥିଲା ଯଦି ଧାନ କାଟିବ ଏବଂ ଏଥିରୁ ଅମଳ କରିବ, କିନ୍ତୁ ଯୋଉପରି ଭାବରେ ଗତକାଲିରୁ ବର୍ଷା ଲାଗି ରହିଛି, ଆଜି ସକାଳୁ ଯୋଉପରି ଭାବରେ ବର୍ଷାର ମାତ୍ରା ବଢି ବଢି ଚାଲିଛି ତାହାକୁ ନେଇ ଚାଷୀ ଚିନ୍ତାରେ ପଡୁଛି। ଯୋଉ କଟଲା ଧାନକୁ ନେଇ କଣ କରିବ, ଘରେ ରଖିପାରୁଛି ନା କିଛି କରିପାରୁଛୁ, ଯାହା ଫଳରେ ଶେଷରେ ବାଧ୍ୟ ହୋଇ ବିଲରେ ଛାଡି ଦେଇଯାଇଛି। ଅନ୍ୟପରି ଚାଷୀ କହିବା କଥା ହଉଛି ଯୋଉପରି ଭାବରେ ପାଚିଲା ଧାନ ରହିଛି, ଯଦି ବର୍ଷା ମାଡ଼ ଲାଗି ରହିଛି ଯାହା ଫଳରେ ସମ୍ପୂର୍ଣ୍ଣ ଭାବେ ଚାଷ ନଷ୍ଟ ହୋଇଯିବ। ଆପଣ କେତେ ଗୁଣ ଚାଷ କରିଥିଲେ? 2 ଏକର 2.5 ଏକର ଭଳି ଚାଷ କରୁଛି। କାଟିଲେଣି ନା କଟା ହେଇନି। ବର୍ତ୍ତମାନ ଯୋଉ ବର୍ଷା ହଉଛି କେମିତି ଅବସ୍ଥା ରହୁଛି ଧାନ ସବୁ ତଳେ ପଡିଗଲାଣି ଆଉ। ଆଜ୍ଞା, ଅମଳ ହବ ଭାବୁଛନ୍ତି? କେମିତି ଆଉ କହିବୁ, ଯଦି ପାଗ ଛାଡେ କିଛି ଅମଳ ହବ ନ ହବ ନାହିଁ ଆଉ। ବର୍ତ୍ତମାନ ଆପଣ କଣ ସବୁ ପଇସା ଦିଅ ନା ଧାର କରୁଥିଲେ? ନା ଧାର କର ହେଇଛି ସବୁ। ଲୋନ କରୁଥିଲେ? ଏ ହଉଛି ଗାଁରୁ ସବୁ ହେଇଛି ଆଉ। ଏ ଚାଷ କେମିତି ପ୍ରଭାବ ଦେଖେଇବ? ଚାଷ ଜାଣିବ କେମିତି? ଏଇରକମ ଘଟଣା ତ ଏଇରକମ ବର୍ଷା ହେଇକି ପାଣି ରହିଛି। ଆଜ୍ଞା, ଆଉ ଇଏ ଅମଳ ହବ ବୋଲି ସେମିତି ଠିକ ଠିକଣା ଅଛି ନା? ଯଦି ବର୍ଷା ଆଦି କମିବ ଯାହା କିଛି ହବ। ଇଏ ଅମଳ ହେଲା ଭଳିଆ ଜଣା ପଡୁନାହିଁ। ଆଜ୍ଞା। ଧାନ ବିଲରେ ସବୁ ଚାଲିଯିବ। ଆଜ୍ଞା, ତା ଫଳରେ ଆମେ ସବୁ ଦେନ ଧାର କରି କରିଥିଲୁ, ବ୍ୟାଙ୍କ ଫାଇନାନ୍ସ ଆଜ୍ଞା, ଆଉ ଏଇଭଳିଆ ଏମିତି ସବୁ ପଇସା ଧାର ଉଧାର କରି କରିଥିଲୁ। ଆଜ୍ଞା। ବର୍ତ୍ତମାନ ପରିସ୍ଥିତି ଭାରି ଖରାପ, କଣ କରିବୁ ଆମେ ସେଟା ଭାବୁଛୁ। ବର୍ତ୍ତମାନ ତ ଯଦି ପାଗ ଶୁଖିଲା ରୁହେ ଅମଳ ହେଇପାରିବନି। ସିଏ ଅଧା ହେଇପାରେ ନ ହେଇପାରେ କହି ହଉନି ସେମିତି। ଆଉ ସବୁ ବର୍ତ୍ତମାନ ପାଣିରେ ଭାସୁଛି। ସେ ବି ଏଇଭଳି ଯଦି ବର୍ଷା ଲାଗିକି ରୁହେ